জয় গুরু। গোটে প্রশ্ন উঠে যে এই যে যন্ত্রণা কাতর জীবনরে সমস্যা প্রপীড়িত জীবনরে দুঃখ ভরা জীবনরে অভাব জর্জরিত জীবনরে লোক সমাধান খোঁজুছি। ଆପଣ ଆପଣଙ୍କ କଥା ମତେ କହୁଛନ୍ତି, ମୁଁ ମୋ ଦୁଃଖଟା ବି ଆପଣଙ୍କୁ କହୁଛି, କିନ୍ତୁ ଆମର କାହାର କ୍ଷମତା ନାହିଁ, ଶକ୍ତି ନାହିଁ ଯେ ୟାର ସମାଧାନ ଦେବା। ତେବେ ଏ ସବୁର ଉର୍ଦ୍ଧ୍ୱକୁ ଉଠି ଏ ଅଭାବ, ଏ ଦୁଃଖ, ଏ ଯନ୍ତ୍ରଣା, এই ପୀଡ଼ନ, ରୋଗ ବ୍ୟାଧି, ୟାର ଉର୍ଦ୍ଧ୍ୱକୁ ଉଠି କେତେ ବିରୋଧ ମଧ୍ୟ ପରିବେଶର, ୟାର ଉର୍ଦ୍ଧ୍ୱକୁ ଉଠି ସମସ୍ତଙ୍କର ଆମର ଉନ୍ନୟନ ଦରକାର। ସେଥିପାଇଁ ଆମେ ସମସ୍ତେ ବ୍ୟସ୍ତ, କିନ୍ତୁ ଉନ୍ନୟନର ଚାବିକାଠି କୋଉଠି ଅଛି ତା ଆମେ କେହି ଜାଣିନେ। ଜାଣିଛେ କି? ଏଇଟା ତ ପ୍ରଶ୍ନ। ଉତ୍ତର ଅଛି, କିନ୍ତୁ ସେ ଉତ୍ତର କାହା ପାଖରେ ଅଛି? ନା ଆପଣଙ୍କ ପାଖରେ ଅଛି, ନା ମୋ ପାଖରେ ଅଛି। ଯୋଉ ଉତ୍ତର ଭବିଷ୍ୟତରେ ମଧ୍ୟ କସ୍ମିନ୍ କାଳେ ଭୁଲ ହବ ନାହିଁ, ସେଟା ସଦ୍ଗୁରୁ ପୁରୁଷୋତ୍ତମଙ୍କ ପାଖରେ ଅଛି। ପୁରୁଷୋତ୍ତମ, ଏ ଯୁଗର ପୁରୁଷୋତ୍ତମ ସଦ୍ଗୁରୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ତାର ସମାଧାନ ଦେଲେ ଯେ ଉନ୍ନୟନ ଆମେ କିପରି ପାଇବା। ଏହି ସମସ୍ୟା ବହୁଳ ଯନ୍ତ୍ରଣା କାତର ଜୀବନରେ, ଦୁଃଖର ଦାବାନଳ ଭିତରେ କିପରି ଆମେ ସମସ୍ୟାର ସମାଧାନ ପାଇବା, ଉନ୍ନୟନ କିପରି ଆମର ହବ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କହିଲେ, ସଦ୍ଗୁରୁଙ୍କର ଶରଣାପନ୍ନ ହୁଅ, ସତନାମ ମନନ କର, ଆଉ ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର। ମୁଁ ନିଶ୍ଚୟ କରି କହୁଛି, ତୁମର ଉନ୍ନୟନ ପାଇଁ ଆଉ ତୁମକୁ ଭାବିବାକୁ ହେବ ନାହିଁ। ଖିଡ଼ି ବଡ଼ କଥା ହଲଫ କରି କହିଛନ୍ତି। ତାହେଲେ ଆମ ପାଖରେ ତିନିଟା ବର୍ତ୍ତମାନ କଥା ଉଠିଲା, ବା ତିନିଟା ପ୍ରଶ୍ନ ବି। କ'ଣ ନା ସଦ୍ଗୁରୁଙ୍କ ଶରଣାପନ୍ନ ହବାକୁ ପଡ଼ିବ ମତେ। ସଦ୍ଗୁରୁ କିଏ? ସେ ଠାକୁର ଏତିକି କଥା କହି ছাড়িদেলেনি। কৌজনে পুরুষোত্তম যখন আসেন, সদ্গুরুত্ব থাকেই তাতে, ভর দুনিয়ার আপূর্ণা থাকেই তার বৈশিষ্ট্যতে। অর্থাৎ যেতবে পুরুষোত্তম আসন্তি, পুরুষোত্তম কি সর্বোত্তম পরিপূর্ণকারী, সেতবে তাঙ্ক ভিতরে সদ্গুরুত্ব নিহিত হইকি থাকে। সে জন্মর সদ্গুরু, ତାଙ୍କୁ ସାଧନା କରିବାକୁ ପଡ଼େନି। ଭର ଦୁନିଆର ଆପୂର୍ଣା ଥାକେଇ ତାର ବୈଶିଷ୍ଟ୍ୟତେ। ତାଙ୍କର ବୈଶିଷ୍ଟ୍ୟ ଏପରି ଯେ ସେ ପ୍ରତିଟି ସତ୍ତାକୁ, ତାଙ୍କର ବୈଶିଷ୍ଟ୍ୟ ନେଇ ସେ ପ୍ରତିଟି ସତ୍ତାକୁ ପରିପୂର୍ଣ୍ଣ କରିପାରିବେ। ସେଇଟା ତାଙ୍କର ଏକଚାଟିଆ ଅଧିକାର ଆଉ କ୍ଷମତା, ଆଉ କାହାରି ନାହିଁ। ଆମେ ଉନ୍ନୟନ ଚାହୁଁଛେ, ଆମର ବିଭିନ୍ନ ଲୋକର ବିଭିନ୍ନ ବୈଶିଷ୍ଟ୍ୟ ଅର୍ଥାତ୍ ବିଶେଷ ବିଶେଷ ଗୁଣ ସବୁ ଭିତରେ ଯାଇ, ଅର୍ଥାତ୍ ଆପଣଙ୍କର ଯାହା ବୈଶିଷ୍ଟ୍ୟ, ମୋର ଅଲଗା ବୈଶିଷ୍ଟ୍ୟ, ଗୋଟେ ଡାକ୍ତରର ବୈଶିଷ୍ଟ୍ୟ ଅଲଗା, ବିଭିନ୍ନ ଡାକ୍ତରଙ୍କର ବିଭିନ୍ନ ବୈଶିଷ୍ଟ୍ୟ, ଯିଏ ବୈଜ୍ଞାନିକ ଅଛନ୍ତି ତାଙ୍କର ବିଭିନ୍ନ ବୈଶିଷ୍ଟ୍ୟ, ତାଙ୍କ ବୈଶିଷ୍ଟ୍ୟକୁ କେମିତି ପରିପୂର୍ଣ୍ଣ କରି ତାଙ୍କୁ କେମିତି ବଡ଼ ବୈଜ୍ଞାନିକରେ ପରିଣତ କରିବେ। ଶିକ୍ଷାବିତ୍, ନୃତତ୍ତ୍ୱବିତ୍, ସମାଜ ସଂସ୍କାରକ, ଭୂତତ୍ତ୍ୱବିତ୍, ଆକାଶ ତତ୍ତ୍ୱବିତ୍, ସମୁଦ୍ର ତତ୍ତ୍ୱବିତ୍, ଜ୍ୟୋତିଷ ଶାସ୍ତ୍ର ତତ୍ତ୍ୱବିତ୍, ଏ ଯେତେ ରହିଛି ତତ୍ତ୍ୱ, ରାଜନୀତିଜ୍ଞ, ରାଜନୀତି ତତ୍ତ୍ୱ ଯୋଉଟା ରହିଛି, ଇଏ ସବୁ ଭିତରେ ସେ ସମସ୍ତଙ୍କୁ ପରିପୂର୍ଣ୍ଣ କରିପାରିବେ, ସମସ୍ତଙ୍କ ବୈଶିଷ୍ଟ୍ୟକୁ ନେଇ ସର୍ବୋତ୍ତମ ଭାବରେ। ତେଣୁ ସେହି ପୁରୁଷୋତ୍ତମ, ସେହି সদ্গুরু। ঠাকুর কবি পুরুষোত্তম যখন আসেন, সদ্গুরুত্ব থাকেই তাতে, ভর দুনিয়ার আপূর্ণা থাকেই তার বৈশিষ্ট্যতে। তেণু সে সমস্ত দুনিয়াକୁ
संपूर्ण भावे परिपूर्ण करि पारिबे एटा तांकर वैशिष्ट्य था एटा ही तांकर वैशिष्ट्य पुणी कहउछन्ती सत्ताटाके जानेन जेनी व्यष्टि सह परिवेश जे सबु सत्ता को जानिछन्ती व्यक्तिगत भावे आ समष्टिगत भावे परिवेश को नहीं सत्ताटाके जानेन जेनी व्यष्टि सह परिवेश सात तो धी उद्भासित सद्गुरु से विशेषत्व से सातोदि अर्थात सत्तागत बुद्धि बोधि मेधा इंटेलेक्ट प्रज्ञा से उद्भासित जन्मरु सातोदि उद्भासित सद्गुरु से विशेषत्व विशेषत्व ही होउछि से सद्गुरु श्रीमद् भगवत गीतार कहले सत्ता के जाने माने अतीत सत्ता को भी जानी वर्तमान जी अच्छा भी जानी जो मैंने अतीत थिले भी जानी जे भविष्य आसवे ही जानी प्रभु श्रीकृष्ण कहते वेदाहं समतीतानि श्रीमद् भगवत गीतार कथा वेदाहं समतीतानि वर्तमान अर्जुन भविष्याणि च भूतानि मां तो वेद न कश्चन जो मैंने अतीत थिले मु तांको जानी जो मैंने वर्तमान अच्छा मु तांको जानी आ जो मैंने भविष्य आसवे मु समस्त जानी मते किंतु कई जानी ना कारण मु चिर रहस्यमय से अर्जुन को कहते हे अर्जुन आमर जेते जन्म कटि जाइछि से सब मु जानी तमे जान से प्रभु श्रीकृष्ण कहले बहुने में व्यतीतानि जन्मानि तब अर्जुन हे अर्जुन तमर मोर जन्म बहुत व्यतीत ही जाइछि अर्थात अतीत ही जाइछि तानि सर्वाणि अहं वेद से सब गुड़ाक मु जानी सब मोर प्रिंट रही मुंडरे मु सबको देखुची न तुम व्यर्थ परंतप हे शत्रु संहारकारी अर्जुन तुम्हें ताहा जान नहीं तुम स्मृति रे नहीं सब अतीत ही जाइछि तमे तेणु मु अलगा जदिओ मु मनीष सी अलगा जन्म कर्म च मे दिव्यंग एवं जो व्यक्ति तत्वतः त्यक्त्वा देहं पुनर्जन्म नैति मामेति अर्जुन कहते हे अर्जुन तमे मनीष मु मनीष बहुनि में व्यतीतानि जन्मानि तब च अर्जुन तान्यहं वेद सर्वाणि न तुम वेत्थ परन्तप प्रभु श्रीकृष्ण अर्जुन को कहउछन्ति अर्जुन पचारले ना जे आपण केमिति सूर्यंकर तो जन्म केबे आपणकर तो जन्म एबे मो सांगे मामपुओ भाई पीसुओ भाई आमे आपण एडे बड़ कथा कहउछन्ति मु जो जोग सूर्य को कहितली से इखा को कहितले इखा को मनु को कहितले आउ एडे बड़ कथा आपण केमिति कहउछन्ति आपण तो एबे जन्म होइछन्ति मो सांगे एटा सत्य कथा किंतु तुमे अलगा मु अलगा अर्थात मोर जन्म आ कर्म सब दिव्य मोर तुम मान समस्ते माया जड़ित से बुझी पारुन तेणु मां तो वेदन कश्चन मते केही जानती ना मु समस्त को जाने अतीत को जाने वर्तमान को जाने जो भविष्य आसवे से जाने कारण से सद्गुरु से पुरुषोत्तम आउ समस्त सद्गुरु पुरुषोत्तम वर्तमान पुरुषोत्तम को भितरे निहित थांती से कह यज्ञेश्वर वर्तमान पुरुषोत्तम को सब आचार्य जोग यज्ञ यज्ञेश्वर नाम टेताई मूर्त तीन लोकेर धाता सब वैशिष्ट्य पूर्णाई कहते सब आचार्य जोग यज्ञ वर्तमान जे पुरुषोत्तम सब आचार्य जोग यज्ञ यज्ञेश्वर नाम टेताई से यज्ञेश्वर कह जाए से सबु आचार्य पूर्व पूर्व आचार्य पुरुषोत्तम मानकर यज्ञ स्थल मेलन स्थल तेणु यज्ञेश्वर कह जाए सब आचार्य जोग यज्ञ यज्ञेश्वर नाम टीताई मूर्त तीन लोकेर धाता सब वैशिष्ट पूर्णाई सी मूर्त प्रकाशित होकर आसंती समस्तंकर वैशिष्ट को परिपूर्ण करती सेटा तांकर विशेषत्व तेणु से सद्गुरु ये गला सद्गुरु विषय सतनाम मनन कर सतनाम कौन सतनाम ठाकुर कहते सी हूँ कंपन प्राण भाइब्रेशन रु समस्त दुनियार मूल हूँ भाइब्रेशन सृष्टिर मूल भाइब्रेशन रो प्राण हूँ सतनाम
ସବୁ କମ୍ପନର ପ୍ରାଣ ଠାକୁର କହୁଛନ୍ତି। ଆଉ ସେ ସତନାମ ତାଙ୍କରି ପାଖରେ ମିଳିବ। ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସତନାମ ନେଇ ଆସିଛନ୍ତି। ତ ସେଇ ନାମ ହିଁ ତାଙ୍କୁ ଯଦି ମୁଁ ଗ୍ରହଣ କରିଲି, ସେ ନାମ ତାଙ୍କଠାରୁ ପାଇବି, ତାକୁ ମନନ କରି କରି ଚାଲିବି। ସେ ନାମ ହଉଛି ତାଙ୍କର କମ୍ପନର ରୂପ। ସଦ୍ଗୁରୁଙ୍କ ଶରଣାପନ୍ନ ହୁଅ, ସତନାମ ମନନ କର, ଆଉ ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର। ସତ୍ସଙ୍ଗ ପୁଣି କ'ଣ? ଯେ ଆମେ ଯୋଉ ସତ୍ସଙ୍ଗ ଯାଉଛୁ, ଠାକୁର କହିଲେ ଶୁଣ, ତୁମେ ଯୋଉ ମେଳା କି ପାଲା ଯୋଉ ସାଧୁ ସଙ୍ଗ କରୁଛ, ତା ଦେହରେ ତିନିଟା ଅଛି ତ। ସତ୍ସଙ୍ଗ ତାকেই বলে নিষ্ঠা যাতে উত্তল চলে, আনুগত্য কৃতি বাড়ে, তেমন্তরেই শিষ্ট তালে। যে সঙ্গে এর ব্যতিক্রম আনে অসৎসঙ্গ জানিস তাই, সত্তাকে তা করে না স্ফুরণ, অশিষ্ট যা তাতেই ধায়। অর্থাৎ সেই সঙ্গକୁ সৎসঙ্গ কহନ୍ତି ଯୋଉଥିରେ ନିଷ୍ଠା ମାନେ ଶ୍ରେୟଙ୍କ ସହିତ ଶୁଭଚର୍ଯ୍ୟାରେ ଲାଗି ରହିବାକୁ ନିଷ୍ଠା କହନ୍ତି। କ୍ଷଣଭଙ୍ଗୁର ଅନୁରତି ସେଇଟା କିନ୍ତୁ ନିଷ୍ଠା ନୁହେଁ। ଅର୍ଥାତ୍ ଆଜି 2 ଦିନ 5 ଦିନ 7 ଦିନ ଲାଗି ରହିଲି, ତାପରେ ତା ବାଟରେ ସେ, ମୋ ବାଟରେ ମୁଁ, ସେ କର୍ମ ସାଙ୍ଗରେ ମୋର କୌଣସି ଆଉ ସମ୍ପର୍କ ନାହିଁ, ସେଇଟା ନିଷ୍ଠା ନୁହେଁ। ନିଷ୍ଠା ପୁରା ଲାଗି ରହିବା ଶୁଭଚର୍ଯ୍ୟାରେ ଶ୍ରେୟଙ୍କ ସହ, ଏଇଟା ହଉଛି ନିଷ୍ଠା ଯୋଉଟା ସତ୍ସଙ୍ଗରେ ମିଳେ। ଠାକୁର କହୁଛନ୍ତି ନିଷ୍ଠାର ଢେଉ ଖେଳେ ସତ୍ସଙ୍ଗରେ। ଆନୁଗତ୍ୟ ମାନେ ମୋର ପ୍ରତିଜ୍ଞାବଦ୍ଧ, ମୁଁ ମୋର ଗୁରୁଦେବ, ହେ ଗୁରୁଦେବ ଯାହା ତୁମେ କହିବ ମୁଁ ତୁମ କଥା ସମସ୍ତ ସବୁ ପ୍ରକାରରେ ସବୁ ମତେ ହିଁ ପାଳନ କରିବି, ସେଥିରେ ମୋର ଏଇଟା ପ୍ରତିଜ୍ଞା। ଅର୍ଜୁନ ଯେମିତି କହିଲେ ଯେ ନଷ୍ଟ ମୋହ, ଅର୍ଜୁନ କହିଲେ ମାନେ ଶ୍ରୀମଦ୍ ଭଗବତ ଗୀତା ମୋକ୍ଷ ଯୋଗ 18 ଅଧ୍ୟାୟ 73 নম্বর ଶ୍ଳୋକରେ କହୁଛନ୍ତି, ନଷ୍ଟ ମୋହ ସ୍ମୃତି ଲବ୍ଧା ତୋତ୍ ପ୍ରସାଦାତ୍ ମୟଚ୍ୟୁତ ସ୍ଥିତସ୍ମି ଗତ ସନ୍ଦେହ କରିସେ ବଚନଂ ତବ। ମୋର ଆଉ ତୁମ ପ୍ରତି ସନ୍ଦେହ ନାହିଁ, ମୋର ମୋହ ନଷ୍ଟ ହେଇଗଲା, ମୁଁ ସ୍ମୃତି ଫେରି ପାଇଲି, ତୁମେ ଚିରପ୍ରଭୁ, ମୁଁ ଚିରଦାସ। ଆମେ ସାଙ୍ଗ 2 ଜଣ ନୁହଁ, ମୁଁ ଭୁଲ କରିଛି। କେତେବାର ଅର୍ଜୁନ ବି କ୍ଷମା ମାଗିଛନ୍ତି, ମୋର ଭୁଲ ହେଇଛି, ମତେ କ୍ଷମା କରିବ। ଏକାଦଶ ଅଧ୍ୟାୟରେ ବହୁ ଭାବେ କହିଛନ୍ତି, କହିଲେ ତ ଲମ୍ବା ହେଇଯିବ ସବୁ, ସେଥିରେ ଆମେ ଆଲୋଚନା ସେଟା କରିବା। ତେବେ এই ଆନୁଗତ୍ୟ ସ୍ଥିତସ୍ମି ଗତ ସନ୍ଦେହ, ମୋର ଆଉ ହେ ଗୁରୁଦେବ କହିଲେ ନା, ତୁମେ ମୋର ଗୁରୁ ହେଲ। ଶ୍ରୀକୃଷ୍ଣ ଅର୍ଜୁନ କହିଲେ 2ୟ ଅଧ୍ୟାୟ 7ମ ଶ୍ଳୋକରେ ଯେ ତୁମେ ମୋର ଗୁରୁ ହୁଅ, ମୁଁ ତମର ଶିଷ୍ୟ, ମତେ କୋଉଟା ଠିକ କୋଉଟା ଭୁଲ ମତେ ବତେଇ ଦିଅ। ମୋର କୋଉଥିରେ ମୁଁ ମୋର ଏଇ ଯୋଉ ଭ୍ରାନ୍ତି ଜୀବ, ମୁଁ ଏଇ ଯୋଉ ଗୋଳମାଳିଆ ପରିସ୍ଥିତିରେ ରହୁଛି, ଯୁଦ୍ଧ କରିବା ଠିକ କି ଯୁଦ୍ଧ କରିବା ଠିକ ନୁହଁ, ମୁଁ କିଛି ବୁଝିପାରୁନି, ମତେ କାର୍ପଣ୍ୟ ଦୋଷ ଲାଗିଛି, ମୁଁ ଆପଣଙ୍କର ଶିଷ୍ୟ ହେଲି, ମତେ ଆପଣ ଶିକ୍ଷା ଦିଅନ୍ତୁ। ତେଣୁ ମୋହ ନଷ୍ଟ ହେଇଯାଇଛି, କାର୍ପଣ୍ୟ ଦୋଷ ଦୂର ତାଙ୍କର ହେଇଛି, ମୋ ମୋହ ନଷ୍ଟ ହେଇଗଲା, ମୋ ସ୍ମୃତି ଫେରି ପାଇଲି। ସ୍ଥିତସ୍ମି ଗତ ସନ୍ଦେହ, ମୋର ତୁମ ପ୍ରତି ଆଉ କିଛି ସନ୍ଦେହ ନାହିଁ, ତୁମେ ହିଁ ସର୍ବମୟ କର୍ତ୍ତା, ତୁମେ ହିଁ ସୃଷ୍ଟିକର୍ତ୍ତା, ତୁମେ ସର୍ବତ୍ର ପରିବ୍ୟାପ୍ତ, ସମସ୍ତଙ୍କ ଭିତରେ ତୁମେ ହିଁ ରହିଛ, ଆଉ ତୁମେ ସର୍ବଶକ୍ତିମାନ। ଏଣିକି ମୁଁ ତୁମ ପାଖରେ 100 ଭାଗରୁ 100 ଭାଗ ପ୍ରତିଜ୍ଞାବଦ୍ଧ, ଯାହା କହିବ ତାହା କରିବି। ଠାକୁର ଅନୁକୂଳ ଚନ୍ଦ୍ର କହିଲେ ସେଇ କଥାଟି ସେଦିନ ବାସୁଦେବ ହେଇ କହିଥିଲେ କୁରୁକ୍ଷେତ୍ରରେ, ଶ୍ରୀମଦ୍ ଭଗବତ ଗୀତା। ଆଜି ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଏଇ ଯୁଗର ପୁରୁଷୋତ୍ତମ ହେଇ ଆସି ତାକୁ ବ୍ୟାଖ୍ୟା କରୁଛନ୍ତି। ଠାକୁର ସେଇ ବାଣୀଟିকে କହୁଛନ୍ତି, ପ୍ରଶ୍ନ ଆମର ଅସ୍ତେ ଯାଉ ରହୁକ ଯୁକ୍ତି ସରେ, ତମାର ବ୍ରତ କର୍ମ ପାଳନ ମରଣ ସ୍ତବ୍ଧ କରେ। ମରଣକୁ ବି କହିବି, ହେ ମରଣ ତୁ ମତେ ନବାର ଅଛି, ମୁଁ ଠାକୁରଙ୍କର କର୍ମ କରିସାରେ, ମୋ ଗୁରୁଙ୍କର ଇଚ୍ଛା ମୁଁ ପୂରଣ କରିସାରେ, ତାପରେ ତୁ ମତେ ନବୁ। ମୃତ୍ୟୁ ସେଠି ପରାଜିତ ହେଇ ପଳାୟନ କରିବ, ନାହିଁ ମୁଁ ଆକୁ ନେଇପାରିବିନି। ତେଣୁ ସଞ୍ଜୀବନୀ ମନ୍ତ୍ର ସେଇ ସତନାମ ଅଛି, ଯାହାକି ସେ ଆଣି ଆସିଛନ୍ତି। ତେଣୁ ସଦ୍ଗୁରୁଙ୍କ ଶରଣାପନ୍ନ ହୁଅ, ସତନାମ ମନନ କର, ଆଉ ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର। ମୁଁ ନିଶ୍ଚୟ କରି କହୁଛି,
तुमको आउ तुमर उन्नयन पाई भाविबाकु हेबो नाही। आसंतु अर्जुन परे आमे अर्जुन श्रीकृष्ण को चिन्हिला परे आमे प्रभुंकर श्री चरण लागि रहिबा। आउ तद्विधि प्रणिपातेन परिप्रश्नेन सेवया उपदेक्षन्ति ते ज्ञानं ज्ञानिनो तत्त्वदर्शिन श्रीमद् भगवत गीता। तांकु ठीक भाव सेवा करी चलिबा, तांकर इच्छा परिपूर्ण करी चलिबा। से जेपरि चलिचंती त्वरित नहीं शीघ्र शीघ्र तांकर इच्छा को आमे परिपूर्ण करी चलिबा, तांकरी पथरे रही तांक मुखरे हस फुटै आम जीवन सार्थक हेब। वंदे पुरुषोत्तमम। जय गुरु।